ନୀଳଗିରି ଗୋ ସେବକଙ୍କ ଦ୍ୱାରା 4 ଗୋରୁ ଉଦ୍ଧାର 4 ବେପାରୀଙ୍କ ସମେତ ଗୋରୁଙ୍କୁ ପୋଲିସକୁ ହସ୍ତାନ୍ତର କରିଛନ୍ତି ଲୋକେ। ଗୋରୁ ଚାଲାଣ ବନ୍ଦ କରିବାକୁ ଅଣ୍ଟା ଭିଡ଼ିଛି ନୀଳଗିରିର ହିନ୍ଦୁ ସଂଗଠନ। ବିଶେଷ କରି ଗୋ ସେବକମାନେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦଲାଲ ବେପାରୀମାନଙ୍କୁ ଅଟକ ରଖି ସେମାନଙ୍କ ନିକଟରୁ ଗୋମାତା ଉଦ୍ଧାର କରିବା ଦେଖିବାକୁ ମିଳିଥିବା ବେଳେ ଆଜି 8:30 ସମୟରେ ବ୍ରହ୍ମପୁର ଅଞ୍ଚଳରେ କିଛି ଗୋ ସେବକ ଗହିରା ଛକ ନିକଟରେ 4 ଜଣ ବେପାରୀଙ୍କୁ ଅଟକ ରଖି ସେମାନଙ୍କ ନିକଟରୁ 4ଟି ଗୋରୁଙ୍କୁ ଉଦ୍ଧାର କରି ବ୍ରହ୍ମପୁର ପୋଲିସକୁ ଖବର ଦେଇଥିଲେ। ବ୍ରହ୍ମପୁର ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ବ୍ରହ୍ମପୁର ଥାନାରେ 2/26 ନମ୍ବରରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ବହୁଦିନ ଧରି ଗୋରୁ ବେପାର କରିଆସୁଥିବା ଗରଡ଼ି ଅଞ୍ଚଳର ହାଡ଼ିବନ୍ଧୁ ମଣ୍ଡଳ ନିଜର ସହକର୍ମୀ କାର୍ତ୍ତିକ ମଣ୍ଡଳ, ଚନ୍ଦ୍ରକାନ୍ତ ଘଡ଼େଇ ଓ ତପନ ଘଡ଼େଇ ନୀଳଗିରି ଅଞ୍ଚଳରୁ 3ଟି ଗାଈ ଏବଂ ଗୋଟିଏ ଅଣ୍ଡିରା ଗୋରୁଙ୍କୁ ନେଇ ମୟୂରଭଞ୍ଜ ଉଦୁଳା ହାଟକୁ ବିକ୍ରି ଉଦ୍ଦେଶ୍ୟରେ ନେଉଥିବା ବେଳେ ଖବର ପାଇ ଗୋ ସେବକମାନେ ଗହିରା ଛକରେ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। ପରେ ଉଦ୍ଧାର ସମସ୍ତ ଗୋରୁଗୁଡ଼ିକୁ ମା ଭରତୀ ଗୋଶାଳା ବାମପଦାକୁ ପଠାଇ ଦିଆଯାଇଥିବା ବେଳେ ବ୍ରହ୍ମପୁର ଥାନାରେ ଏଏସ୍ଆଇ ନନ୍ଦକିଶୋର ବିଶ୍ୱାଳ ଘଟଣାର ତଦନ୍ତକାରୀ ଅଫିସର ଅଛନ୍ତି। କିନ୍ତୁ ଏଠାରେ ଲୋକମାନେ କହୁଛନ୍ତି ଆଗେ ଗୋରୁ ବେପାର କରାଯାଉଥିବା ହାଟଗୁଡ଼ିକୁ ବିକ୍ରି ପାଇଁ ନିଆଯାଉଛି ସତ, କିନ୍ତୁ ଗୋରୁ ବେପାରର ହାଟକୁ କାହିଁକି ପ୍ରଶାସନ ଏପର୍ଯ୍ୟନ୍ତ ବନ୍ଦ କରୁନାହିଁ? ଯଦି ଗୋରୁ ବେପାର ହାଟଟି ବନ୍ଦ ହୋଇଯାଆନ୍ତା ତାହେଲେ ହୁଏତ ଗୋରୁ ବେପାର ମଧ୍ୟ ବନ୍ଦ ହୋଇଯାଆନ୍ତା। ନୀଳଗିରିରୁ ମନୋଜ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।